ହେଉଛି ହାଇଡ୍ରୋପୋନିକ୍ ଫାର୍ମିଂ। ହାଇଡ୍ରୋପୋନିକ୍ ଚାଷ ହେଉଛି ଏକ ଆଧୁନିକ ଚାଷ ପ୍ରଣାଳୀ ଯେଉଁଠି ମାଟି ବ୍ୟବହାର ନକରି ପାଣି ଓ ପୋଷକ ତତ୍ତ୍ୱ ଦ୍ୱାରା ଚାଷ କରାଯାଇଥାଏ। ଏଥିରେ ମାଟି ଦରକାର ହୋଇନଥାଏ, ପାଣି ଅଳ୍ପ ପରିମାଣରେ ଦରକାର ହୋଇଥାଏ। ଏହାକୁ ସହର ଓ ଛାତ ଉପରେ ଚାଷ କରିବା ପାଇଁ ହେଇପାରେ। ମାଟି ଦରକାର ନାହିଁ, ମାଟି ନଥିଲେ ମଧ୍ୟ ଚାଷ ହୋଇପାରିବ। ପାଣି ଅଳ୍ପ ପରିମାଣର ବ୍ୟବହାର, ସାଧାରଣ ଚାଷଠାରୁ 80-90% କମ୍ ପାଣି ଲାଗେ। ସହର ଓ ଛାତ ପାଇଁ ଉପଯୁକ୍ତ, ଘରେ ବା ଛୋଟ ଜାଗାରେ ମଧ୍ୟ ଚାଷ ହୋଇପାରିବ। ଦ୍ରୁତ ବୃଦ୍ଧି, ଗଛ ଶୀଘ୍ର ବୃଦ୍ଧି ପାଏ କାରଣ ସେଗୁଡ଼ିକ ସିଧାସଳଖ ପୋଷକ ଗ୍ରହଣ କରିଥାଏ। କୀଟ ଓ ରୋଗ କମ୍ ହୋଇଥାଏ। ମାଟି ନଥିବାରୁ ରୋଗ ଓ ପୋକ ହ୍ରାସ ପାଏ। ଏହି ହାଇଡ୍ରୋପୋନିକ୍ ଚାଷ କରିବା ବେଶୀ କରି ସହରରେ କରିବା ଦରକାର, କାରଣ ସେଠାରେ ଜମିର ଅଭାବ ହୋଇଥାଏ। ଏହା ନିଜର ଛାତ କିମ୍ବା କୌଣସି ଛୋଟ ଜାଗା ଥିଲେ ସେଠାରେ ହୋଇପାରିବ। କମ୍ ପାଣି ବ୍ୟବହାର ହେବ ଏବଂ ବେଶୀ ମୃତ୍ତିକା ବ୍ୟବହାର ହେବ ନାହିଁ। ଏଠାରେ ବେଶୀ ରୋଗ ବି ଲାଗିବ ନାହିଁ ଏବଂ ବହୁତ ଦ୍ରୁତରେ ଫଳ ହେବ, ଯେପରିକି ଟମାଟର, ଧନିଆ ଇତ୍ୟାଦି ହେବ। ଆଜିକାଲି ଚାଷ କାମରେ ତ ବହୁତ ସାର ବ୍ୟବହାର ହେଉଛି, କିନ୍ତୁ ଏଠାରେ ବେଶୀ ସାରର ବ୍ୟବହାର ହେବ ନାହିଁ।